କଥାଟା 1918 ମସିହାର ବମ୍ବେର ଜଣେ ଫଟୋଗ୍ରାଫରଙ୍କ କ୍ୟାମେରାରେ ଅଜାଣତରେ ଗୋଟେ ଫଟୋ ଉଠି ଯାଇଥିଲା। ଆଉ ଆଜି ସେହି ଗୋଟିଏ ଫଟୋ ଲକ୍ଷ ଲକ୍ଷ ଘରେ ମନ୍ଦିରରେ ପୂଜା ପାଉଛି। ଏ ଫଟୋ ଥିଲା ଶିରିଡିର ସାଇବାବାଙ୍କର। ହେଲେ କିଏ ଥିଲେ ଏହି ସାଇବାବା? କୋଉଠୁ ଆସିଥିଲେ ସେ? ଚାଲନ୍ତୁ ଆଜି ଆମେ ଏହି ରହସ୍ୟର ଗଭୀରତାକୁ ଯିବା। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ସେ ପ୍ରକୃତରେ କିଏ ଥିଲେ? ଜଣେ ସାଧାରଣ ଫକୀର ନା ଭଗବାନଙ୍କର ଅବତାର? ଏହି ଗୋଟିଏ ପ୍ରଶ୍ନ ହିଁ ସାଇବାବାଙ୍କ ଚାରିପଟେ ଥିବା ରହସ୍ୟକୁ ଆହୁରି ବି ବଢ଼େଇ ଦିଏ। ତାଙ୍କ ଜୀବନକୁ ନେଇ ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ଆଜି ବି ମିଳେନି। ଯେମିତିକି ସେ ହିନ୍ଦୁ ଥିଲେ ନା ମୁସଲମାନ? ସତରେ କ'ଣ ପାଣିରେ ଦୀପ ଜଳାଇବାର ଶକ୍ତି ତାଙ୍କ ପାଖରେ ଥିଲା? ଆଉ ଲୋକେ କହନ୍ତି ସେ କୁଆଡ଼େ ସମସ୍ତଙ୍କ ମନର କଥା ଜାଣିପାରୁଥିଲେ, ଏପରିକି ଖାଲି ପାଉଁଶରେ ବଡ଼ ବଡ଼ ଅସାଧ୍ୟ ରୋଗ ବି ଭଲ କରିଦେଉଥିଲେ। ଆଉ ସବୁଠୁ ରହସ୍ୟମୟ କଥା, ତାଙ୍କର ଜୀବନ ଶକ୍ତି କ'ଣ ସତରେ ଗୋଟେ ଇଟା ଭିତରେ ଥିଲା? ଚାଲନ୍ତୁ ଇତିହାସ ଆଉ ବିଶ୍ୱାସର ପରସ୍ତ ଖୋଲି ଏହିସବୁ ରହସ୍ୟର ସନ୍ଧାନ କରିବା। ଆଜିର ଏହି ବିବରଣୀରେ ଆମେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା। ପ୍ରଥମେ ଦେଖିବା ତାଙ୍କର ରହସ୍ୟମୟ ଆଗମନ, ତାପରେ ଦ୍ୱାରକା ମାଇର ବିରୋଧାଭାସ, ତାଙ୍କ ଚମତ୍କାର ପଛର କାହାଣୀ, ଆଉ ଶେଷରେ ତାଙ୍କର ସେହି ମହାନ ବାଣୀ ସବକା ମାଲିକ ଏକ। ତେବେ ଚାଲନ୍ତୁ କାହାଣୀର ଆରମ୍ଭରୁ ଆରମ୍ଭ କରିବା। ସମୟ ଥିଲା 19 ଶତାବ୍ଦୀର ମଝାମଝି। ମହାରାଷ୍ଟ୍ରର ଗୋଟେ ଛୋଟ ଧୂଳିଆ ଆଉ ଅପରିଚିତ ଗାଁ ନାଁ ଥିଲା ଶିରିଡି। ଆଉ ସେଇଠୁ ହିଁ ଆରମ୍ଭ ହେଲା ଏହି ରହସ୍ୟମୟ କାହାଣୀ। କୁହାଯାଏ 1854 ମସିହାରେ ହଠାତ୍ ଦିନେ ଜଣେ 16 ବର୍ଷର ତେଜସ୍ୱୀ ଯୁବକଙ୍କୁ ଶିରିଡିର ଏକ ନିମ୍ବ ଗଛ ତଳେ ଗଭୀର ଧ୍ୟାନରେ ବସିଥିବାର ଦେଖାଗଲା। କେହି ତାଙ୍କୁ ଚିହ୍ନି ନଥିଲେ। କିଛି ଦିନ ପାଇଁ ସେ ଗାଁ ଲୋକଙ୍କ ପାଇଁ କୌତୂହଳର କାରଣ ପାଲଟିଗଲେ। ଆଉ ତାପରେ ଯେମିତି ଆସିଥିଲେ ସେମିତି ହଠାତ୍ ଦିନେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। କିନ୍ତୁ କାହାଣୀ ଏଠି ସରିନଥିଲା। ପ୍ରାୟ 3 ବର୍ଷ ପରେ 1858ରେ ସେ ପୁଣି ଥରେ ଶିରିଡିକୁ ଫେରିଲେ, ଏକ ବାହାଘର ବରଯାତ୍ରୀ ଦଳ ସହିତ। ତାଙ୍କର ଏହି ଆସିବା ଆଉ ଯିବା ହିଁ ତାଙ୍କୁ ଆହୁରି ରହସ୍ୟମୟ କରିଦେଇଥିଲା। ଆଉ ତାଙ୍କ ନାଁ ସାଇବାବା। ତା ପଛରେ ବି ଗୋଟେ କାହାଣୀ ଅଛି। ଯେତେବେଳେ ସେ ଦ୍ୱିତୀୟ ଥର ଫେରିଲେ, ଖଣ୍ଡୋବା ମନ୍ଦିରର ପୂଜକ ମାହାଲସାପତି ତାଙ୍କୁ ଦେଖି କହିଲେ, ଆଓ ସାଇ, ଅର୍ଥାତ୍ ଆସ ସାଇ। ବାସ୍ ସେଠୁ ତାଙ୍କ ନାଁ ହୋଇଗଲା ସାଇ। ଆଉ ଲୋକମାନେ ସମ୍ମାନରେ ବାବା ଯୋଡ଼ିଦେଲେ। ମଜାର କଥା ହେଉଛି, ସାଇ ଶବ୍ଦର ଦୁଇଟା ଅର୍ଥ ଅଛି। ପାର୍ସୀ ଭାଷାରେ ଏହାର ଅର୍ଥ ସୁଫି ସନ୍ଥ, ଆଉ ସଂସ୍କୃତରେ ଏହାର ଅର୍ଥ ହେଉଛି ଦିବ୍ୟ ବା ପବିତ୍ର। ଦେଖନ୍ତୁ, ତାଙ୍କ ନାଁରେ ହିଁ ହିନ୍ଦୁ ଆଉ ମୁସଲମାନ ସଂସ୍କୃତିର କେତେ ସୁନ୍ଦର ମିଶ୍ରଣ ରହିଛି। ଏବେ ଆସନ୍ତୁ ତାଙ୍କର ପରିଚୟର ସବୁଠୁ ବଡ଼ ଦ୍ୱନ୍ଦ୍ୱ ବିଷୟରେ କଥା ହେବା। ଏମିତି ଏକ ବିରୋଧାଭାସ ଯାହା ସେତେବେଳେ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା ଆଉ ଆଜି ବି ଇତିହାସକାରମାନଙ୍କୁ ଚିନ୍ତାରେ ପକାଏ। ତେବେ ଦେଖନ୍ତୁ, ଗୋଟେ ପଟେ ସେ ଦେଖିବାକୁ ଥିଲେ ଜଣେ ମୁସଲମାନ ଫକୀର ପରି। ଗୋଟେ ପରିତ୍ୟକ୍ତ ମସଜିଦରେ ରହୁଥିଲେ, ସବୁବେଳେ ଆଲ୍ଲା ମାଲିକ ଜପ କରୁଥିଲେ, ଏପରିକି ଫାତିଆ ପାଠ ବି କରାଉଥିଲେ। କିନ୍ତୁ ଅନ୍ୟପଟେ ସେ ଜଣେ ହିନ୍ଦୁ ସନ୍ଥଙ୍କ ପରି ମଧ୍ୟ ଆଚରଣ କରୁଥିଲେ। ତାଙ୍କ କାନ ନାଥ ପରମ୍ପରା ଅନୁସାରେ ଫଡ଼ା ହୋଇଥିଲା। ସେ ସବୁବେଳେ ଏକ ପବିତ୍ର ଧୂନି ଜଳେ ରଖୁଥିଲେ, କପାଳରେ ଚନ୍ଦନ ତିଳକ ଲଗାଉଥିଲେ, ଆଉ ହିନ୍ଦୁ ଭଜନ ଶୁଣିବାକୁ ଖୁବ୍ ଭଲ ପାଉଥିଲେ। ମାନେ ଜଣେ ବ୍ୟକ୍ତି ଭିତରେ ଦୁଇଟି ଧର୍ମର ସମନ୍ୱୟ। ଆଉ ଏହି ବିରୋଧାଭାସର ସବୁଠୁ ବଡ଼ ଉଦାହରଣ ହେଉଛି ଦ୍ୱାରକା ମାଇ। ଥରେ ତାଙ୍କୁ ତାଙ୍କର ପୋଷାକ ପାଇଁ ଖଣ୍ଡୋବା ମନ୍ଦିର ଭିତରକୁ ପଶିବାକୁ ଦିଆଗଲାନି। ସେ କିନ୍ତୁ କୌଣସି ଯୁକ୍ତିତର୍କ ନ କରି ଚୁପଚାପ ସେଠାରୁ ଚାଲି ଆସିଲେ, ଆଉ ଗୋଟେ ଭଙ୍ଗା ଦଦରା ମସଜିଦକୁ ନିଜର ଘର କରିନେଲେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ସେ ସେହି ମସଜିଦର ନାଁ ରଖିଲେ ଦ୍ୱାରକା ମାଇ, ଯାହା ଭଗବାନ କୃଷ୍ଣଙ୍କର ପବିତ୍ର ନଗରୀର ନାମ। ଗୋଟେ ମସଜିଦକୁ ହିନ୍ଦୁ ନାମ। ଏଇଥିରୁ ହିଁ ତାଙ୍କର ମୂଳ ଦର୍ଶନ ସ୍ପଷ୍ଟ ହୁଏ। ସେ କହୁଥିଲେ, ଧର୍ମ କେବେ ବି ବଦଳାଇବା ପାଇଁ ନୁହେଁ, ବରଂ ନିଜ ଭିତର ଆତ୍ମକୁ ଜାଗ୍ରତ କରିବା ପାଇଁ। ତାଙ୍କ ମତରେ ବାହାରର ପରିଚୟ କିଛି ନୁହେଁ, ସବୁକିଛି ଭିତରର ଆଧ୍ୟାତ୍ମିକତା। ପ୍ରକୃତ ଧର୍ମ ହେଉଛି ତାହା ଯାହା ହୃଦୟରୁ ବାହାରେ, କୌଣସି ନାମ ବା ପୋଷାକରୁ ନୁହେଁ। ତେବେ ତାଙ୍କ ପରିଚୟ ଯେତିକି ରହସ୍ୟମୟ ଥିଲା, ତାଙ୍କ କାର୍ଯ୍ୟକଳାପ ଥିଲା ତାଠୁ ବି ଅଧିକ ଆଶ୍ଚର୍ଯ୍ୟଜନକ। ଆସନ୍ତୁ ଏବେ ତାଙ୍କ ସହ ଜଡ଼ିତ କିଛି ଚମତ୍କାର ବିଷୟରେ ଜାଣିବା। କୁହାଯାଏ ସେ ଶିରିଡିରେ ଥିବାବେଳେ ଚମତ୍କାର କୌଣସି ବଡ଼ କଥା ନଥିଲା। ଏହା ଥିଲା ତାଙ୍କ ଦୈନନ୍ଦିନ ଜୀବନର ଏକ ସାଧାରଣ ଅଂଶ। ଏମିତି ହିଁ ଗୋଟେ ଘଟଣା ଥିଲା ପାଣିରେ ଦୀପ ଜଳାଇବାର। ଦିନେ ସନ୍ଧ୍ୟାବେଳେ ଦୀପ ଜଳାଇବା ପାଇଁ ବାବାଙ୍କ ପାଖରେ ତେଲ ନଥିଲା। ସେ ଗାଁ ଦୋକାନୀଙ୍କୁ ମାଗିଲେ, କିନ୍ତୁ ସେମାନେ ତାଙ୍କୁ ଠଟ୍ଟା କରି ତେଲ ଦେବାକୁ ମନା କରିଦେଲେ। ବାବା କିନ୍ତୁ କିଛି ନ କହି ଶାନ୍ତ ଭାବରେ ନିଜ ଖାଲି ଟିନ୍ ଧରି ମସଜିଦକୁ ଫେରି ଆସିଲେ। ଆଉ ତାପରେ ସେ ସେଇ ଟିନ୍ରୁ ପାଣି କାଢ଼ି ଦୀପରେ ଭରିଲେ ଆଉ ଜଳାଇଦେଲେ। ଆଶ୍ଚର୍ଯ୍ୟର କଥା, ସେହି ଦୀପଗୁଡ଼ିକ ଖାଲି ଜଳିଲାନି, ବରଂ ତେଲ ଦୀପଠାରୁ ବି ଅଧିକ ଉଜ୍ଜଳ ହୋଇ ଜଳିଲା। ବାସ୍ ଏହି ଗୋଟିଏ ଘଟଣା ପରେ ପୁରା ଶିରିଡି ଗାଁର ତାଙ୍କ ପ୍ରତି ଦେଖିବାର ନଜର ହିଁ ବଦଳିଗଲା। ଆହୁରି ଅନେକ ଶକ୍ତିର କଥା ଶୁଣିବାକୁ ମିଳେ।
ଯେମିତିକି ତାଙ୍କ ଧୁନିରୁ ମୁଠାଏ ପାଉଁଶ ବା ଉଦି ଦେଇ ସେ ବଡ଼ ବଡ଼ ଅସାଧ୍ୟ ରୋଗକୁ ଭଲ କରିଦେଉଥିଲେ। କୁହାଯାଏ ସେ ଏକା ସମୟରେ ଏକାଧିକ ଜାଗାରେ ବି ଦେଖାଦେଇ ଭକ୍ତଙ୍କୁ ବିପଦରୁ ରକ୍ଷା କରୁଥିଲେ। କେହି କିଛି କହିବା ଆଗରୁ ହିଁ ତାଙ୍କ ମନର କଥା ଜାଣିପାରୁଥିଲେ। ଏମିତିକି ଥରେ ଜଣେ ଭକ୍ତର ଗୁରୁତର ପୋଡ଼ାଦାଗକୁ ସେ ନିଜ ହାତକୁ ନେଇ ଆସିଥିଲେ, ଆଉ ସେଇ ଭକ୍ତ ଜଣକ ସଙ୍ଗେ ସଙ୍ଗେ ସୁସ୍ଥ ହୋଇଯାଇଥିଲେ। ଏବେ ମନରେ ପ୍ରଶ୍ନ ଆସୁଥିବ, ଏସବୁ କଥାର ପ୍ରମାଣ କ'ଣ? ଏସବୁ କ'ଣ କେବଳ କାଳ୍ପନିକ କାହାଣୀ? ନା, ଏସବୁ ଘଟଣାର ମୁଖ୍ୟ ଐତିହାସିକ ରେକର୍ଡ ହେଉଛି ଶ୍ରୀ ସାଇ ସଚ୍ଚରିତ ନାମକ ଗ୍ରନ୍ଥ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗ୍ରନ୍ଥଟି ବାବାଙ୍କର ମୃତ୍ୟୁ ପରେ ନୁହେଁ, ବରଂ ତାଙ୍କ ଜୀବିତ ଅବସ୍ଥାରେ ହିଁ ଲେଖାଯାଇଥିଲା। ଲେଖକ ନିଜେ ବାବାଙ୍କ ସାମ୍ନାରେ ବସି ତାଙ୍କରି ଆଶୀର୍ବାଦ ନେଇ ଏହି ଘଟଣାଗୁଡ଼ିକୁ ଲିପିବଦ୍ଧ କରିଥିଲେ। ତେଣୁ ଏହାକୁ କେବଳ କିମ୍ବଦନ୍ତୀ କହିହେବ ନାହିଁ। ଚାଲନ୍ତୁ ଏବେ ଏହି କାହାଣୀର ଶେଷ ପର୍ଯ୍ୟାୟକୁ ଯିବା, ଯେଉଁଠି ତାଙ୍କର ପାର୍ଥିବ ଶରୀରର ଅନ୍ତ ହୁଏ, କିନ୍ତୁ ତାଙ୍କର ବାଣୀ ଚିରଦିନ ପାଇଁ ଅମର ହୋଇଯାଏ। କୁହାଯାଏ ବାବାଙ୍କର ଜୀବନ ଗୋଟିଏ ପବିତ୍ର ଇଟା ସହିତ ଜଡ଼ିତ ଥିଲା। ଏଇଟା ତାଙ୍କୁ ତାଙ୍କ ଗୁରୁ ଦେଇଥିଲେ, ଆଉ ସେ ଏହାକୁ ନିଜର ତକିଆ ଭାବେ ବ୍ୟବହାର କରୁଥିଲେ। ଦିନେ ଜଣେ ଭକ୍ତର ଅସାବଧାନତା ଯୋଗୁଁ ସେହି ଇଟାଟି ଖସିପଡ଼ି ଭାଙ୍ଗିଗଲା। ସେତେବେଳେ ହିଁ ବାବା ଜାଣିଗଲେ ଯେ ତାଙ୍କର ପାର୍ଥିବ ଶରୀର ତ୍ୟାଗ କରିବାର ସମୟ ଆସିଯାଇଛି। ଆଉ ସେହିଦିନ ଥିଲା 1918 ମସିହା ଅକ୍ଟୋବର 15 ତାରିଖ। ସେଦିନ ଥିଲା ଦଶହରା, ଆଉ ସେହି ପବିତ୍ର ଦିନରେ ହିଁ ସାଇବାବା ମହାସମାଧି ଗ୍ରହଣ କଲେ। ତାଙ୍କ ମହାସମାଧି ପରେ ଶିରିଡିର ଯେଉଁ ପରିବର୍ତ୍ତନ ହେଲା, ତାହା ସତରେ ଅବିଶ୍ୱାସନୀୟ। ଭାବି ଦେଖନ୍ତୁ, ଯେଉଁ ଶିରିଡି ଦିନେ ଗୋଟେ ଧୂଳିଆ ଅଜଣା ଗାଁ ଥିଲା, ଆଜି ତାହା ଏକ ବିଶ୍ୱସ୍ତରୀୟ ତୀର୍ଥକ୍ଷେତ୍ର। ଯେଉଁଠି ଦିନେ ମୁଠାଏ ଲୋକ ରହୁଥିଲେ, ଆଜି ସେଠି ବର୍ଷକୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେଉଛି। ଆଉ ଯେଉଁ ଫକୀର ଦିନେ ନିଜେ ଭିକ୍ଷା ମାଗି ଚଳୁଥିଲେ, ଆଜି ତାଙ୍କ ମନ୍ଦିର ଭାରତର ସବୁଠୁ ଧନୀ ମନ୍ଦିରମାନଙ୍କ ଭିତରୁ ଗୋଟିଏ। ଏହା ହିଁ ତାଙ୍କ ପ୍ରଭାବର ସବୁଠୁ ବଡ଼ ପ୍ରମାଣ। ତେବେ ଏସବୁର ସାରାଂଶ କ'ଣ? ତାଙ୍କର ସେହି ଶେଷ ଏବଂ ସବୁଠୁ ଶକ୍ତିଶାଳୀ ବାର୍ତ୍ତା, ଯାହା ତାଙ୍କ ଜୀବନର ସବୁ ଦ୍ୱନ୍ଦ୍ୱର ସମାଧାନ କରିଦିଏ, ତାହା ହେଉଛି ସବ୍କା ମାଲିକ ଏକ, ଅର୍ଥାତ୍ ଆମ ସମସ୍ତଙ୍କର ମାଲିକ କେବଳ ଜାଣେ। ତାଙ୍କ ପୂରା ଜୀବନ ଥିଲା ଧର୍ମ ଆଉ ଜାତିର ବାଡ଼ ଭାଙ୍ଗିବାର ଏକ ଉଦାହରଣ। ତେବେ ଆଜିର ଏହି ବିଭାଜିତ ଦୁନିଆରେ ସେହି ଫକୀରଙ୍କ ଜୀବନରୁ କ'ଣ ଶିଖିବାର ଅଛି, ଯିଏ ଗୋଟେ ମସଜିଦକୁ ଦ୍ୱାରକା ମାଇ ବୋଲି ନାଁ ଦେଇଥିଲେ? ଏହି ପ୍ରଶ୍ନଟିର ଉତ୍ତର ଆମ ସମସ୍ତଙ୍କୁ ଖୋଜିବାକୁ ହେବ।